ଜୟ ଜଗନ୍ନାଥ ସବୁବେଳେ। ତାନି ସର୍ବାଣୀ ସଂଯମ୍ୟ ଯୁକ୍ତ ଆସୀତ ମତ୍ପର ବସେ ହି ଯସ୍ୟେନ୍ଦ୍ରିୟାଣୀ ତସ୍ୟ ପ୍ରଜ୍ଞା ପ୍ରତିଷ୍ଠିତା। ମୋର ଯେଉଁମାନେ ଭକ୍ତ ସେମାନେ ଇନ୍ଦ୍ରିୟମାନଙ୍କୁ ଦମନ କରିଥିବାରୁ ବିଷୟ ଭୋଗ ତାଙ୍କୁ ସ୍ପର୍ଶ କରେ ନାହିଁ। ସେମାନେ ବିଷୟ ଭୋଗକୁ ବିଷ ପରି ମନେ କରନ୍ତି, ତେଣୁ ସେମାନେ ମୋହମାୟାରୁ ଉଦ୍ଧାର ପାଆନ୍ତି। ଏଇଠି ଭଗବାନ କହୁଛନ୍ତି, ମୋର ଯେଉଁମାନେ ଭକ୍ତ, ଯିଏ ମୋତେ ଭକ୍ତ କରେ, ଯିଏ ଭକ୍ତି କରେ, ଯିଏ ପୂଜା କରେ, ସେମାନଙ୍କର ବିଷୟ ଭୋଗ ନାହିଁ। ସେମାନେ ଇନ୍ଦ୍ରିୟ ଦମନ କରିଛନ୍ତି, ତେଣୁକରି ସେମାନେ ହେଉଛନ୍ତି କ'ଣ? ସ୍ଥିତପ୍ରଜ୍ଞ। ମୋର ଯେଉଁମାନେ ଭକ୍ତ ସେମାନେ ଇନ୍ଦ୍ରିୟମାନଙ୍କୁ ଦମନ କରିଥିବାରୁ ବିଷୟ ଭୋଗ ତାଙ୍କୁ ସ୍ପର୍ଶ କରେନି। ସେମାନେ ବିଷୟ ଭୋଗକୁ ବିଷ ପରି ମନେ କରନ୍ତି। ଯେଉଁମାନେ ପ୍ରକୃତରେ ଭକ୍ତ ହୋଇଥିବେ, ଭଗବାନଙ୍କୁ ନିଜର ବୋଲି ଭାବୁଥିବେ, ସେମାନେ ବିଷୟରେ କେହି ମଜିବେନି। ବିଷୟକୁ ସେ ବିଷ ପରି ଭାବୁଥିବେ। ସେମାନେ କେବେ ବିଷୟକୁ ନିଜର ଭାବିବେନି କି ମୋହ କରିବେନି। ମୋ ପିଲା, ମୋ ଛୁଆ, ମୋ ସମ୍ପତ୍ତି କେବେ କହିବେନି। ବିଷୟରେ ଧ୍ୟାନ ଥିଲେ ଆସକ୍ତି ଆସେ, ଆସକ୍ତିରୁ କାମନା, କାମନାରୁ କ୍ରୋଧ, କ୍ରୋଧରୁ ମୋହ, ମୋହରୁ ଗର୍ଭଜାତ ହୋଇ ଜ୍ଞାନକୁ ନାଶ କରେ। ତହୁଁ ସେ ହୀନ ବୁଦ୍ଧି ଧରି ଶେଷରେ ଅଧମ ଅବସ୍ଥାକୁ ପ୍ରାପ୍ତ ହୁଏ। ଏଇଠି ଭଗବାନ କ'ଣ କହୁଛନ୍ତି ନା, ବିଷୟ, ଆମେ ଗୋଟେ ବିଷୟରେ ଧ୍ୟାନ ଦେଲେ, ଆମେ ଗୋଟେ ବିଷୟରେ ଧ୍ୟାନ ଦେଉଛେ। ଧରକର ଆମେ ଗୋଟେ ମନରେ ଚିନ୍ତା କଲୁ ଏଇ ଜିନିଷଟା ମୁଁ କରିବି। ଯଦି ସେଇ ଜିନିଷଟା ନ ହେଉଛି, ଆମ ମନରେ କ'ଣ ଆଉଛି? ରାଗ ଆଉଛି, କ୍ରୋଧ ଆଉଛି। ଆମେ କ'ଣ କରୁଛେ? ସେଇଥିରୁ ମୋହ ଆଇଲା, ମାନେ ସବୁ ଆଉଛି। ସେଇଟା ଯଦି ପୂର୍ଣ୍ଣ ନ ହେବ, ଦେଖିବି ମନରେ ରାଗ ଆସିବ, ଏଇଟା ହେଲାନି, ମୋତେ ସେଇଟା କହିଥିଲା କରିବେ ବୋଲି କଲାନି, ମନ ଭିତରେ ରାଗ ଆଉଛି, କ୍ରୋଧ ଆଉଛି। ଏଗୁଡ଼ା କୁହନ୍ତି ବିଷୟରେ ଧ୍ୟାନ ଥିଲା। ଆମେ ମାନେ ଯଦି ବିଷୟରେ ଧ୍ୟାନ ରଖିବା, ତାହେଲେ ମନ ଭିତରେ ଏସବୁ ଆସିବ। ଆସକ୍ତି ଆସିବ, କାମନା ଆସିବ, କ୍ରୋଧ ଆସିବ, ଏସବୁ ଆସିବ। ଏସବୁ ଆଇଲେ ତ ଜ୍ଞାନ କୁଆଡ଼େ ଯିବ? ଆଉ ଜ୍ଞାନ ତ ରହିବନି। ଆଉ ଏସବୁ ନ ରହିଲେ ଜ୍ଞାନ ରହିବ। ଆଉ ଏସବୁ ଯଦି ରହିବ, ଜ୍ଞାନ ରହିବନି। ଏସବୁ ଯଦି ରହିବ, କାମନା, କ୍ରୋଧ, ମୋହ, ଏସବୁ ରହିଲେ ଜ୍ଞାନ ରହିବନି। ଆଉ ଯଦି ଜ୍ଞାନ ରହିବ, ଏସବୁ ରହିବନି। ଭଗବାନ ଏଇଠି କହୁଛନ୍ତି, ବିଷୟ ଭୋଗେ ଯାର ଧ୍ୟାନ, ଥାଏ ଆସକ୍ତି ତହୁଁ ଜନ୍ମ। ଆସକ୍ତିରୁ ଆଉ କାମନା ଜାତ, କାମନାରୁ କ୍ରୋଧ ସମ୍ଭୂତ, କ୍ରୋଧରୁ ମୋହ ଯେ ଜନ୍ମ ହୋଇ, ମୋହରୁ ଗର୍ଭଜାତ ହୋଇ, ମୋହ ଗର୍ଭରେ ଜ୍ଞାନୀ ଜନ୍ମ। ସ୍ମରଣ ଶକ୍ତି ହୁଏ ହୀନ, ତହୁଁ ତା ବୁଦ୍ଧିହୀନ ହୋଇ, ହୀନ ଅବସ୍ଥା ସେ ଭୋଗଇ, ଜୀବ ମୃତ ପ୍ରାଣୀ ସମ, ଭବେ ବଞ୍ଚଇ ସେ ଅଧମ। ଭଗବାନ ଏଇଠି ଅର୍ଜୁନକୁ କହୁଛନ୍ତି।